ମୁଁ ଅଜୟ କୁମାର ଜେନା ଦୁଃଖୀଶ୍ୟାମ ବୃଦ୍ଧାଶ୍ରମ ଚେୟାରମ୍ୟାନ୍। ଆଜ୍ଞା ବର୍ତ୍ତମାନ ଦେଖନ୍ତୁ ସାରା ଦୁନିଆ ତ ମାଙ୍କର ଠାରୁ ସୃଷ୍ଟି ମାଙ୍କ ଦ୍ୱାରା ହିଁ ଚାଲିଛି। ମାଙ୍କ ଆଶୀର୍ବାଦରୁ ଏ ଆଶ୍ରମ ବି ଚାଲିଛି ମାଙ୍କ ଆଶୀର୍ବାଦରୁ। ତେଣୁକରି ମୁଁ ଏତିକି କହିବି ମାଙ୍କ ଆଜି ପାଦ ପଡ଼ିଲା ପରେ ମୋତେ ଯେମିତି ଲାଗୁଛି ମାନେ ଗୋଟା ମାନେ ସ୍ୱର୍ଗରେ ପରିଣତ ହେଇଛି ଯେ ଗୋଟା ଆଶ୍ରମଟା। ଆଉ ମୋର ହୃଦୟ ବି ମାନେ ଉତ୍ଫୁଲ୍ଲିତ ହୋଇ ଉଠିଛି। ତେଣୁକରି ମୁଁ ଭଗବାନଙ୍କୁ ଡାକୁଛି ଏମିତି ଭଗବାନଙ୍କର ପାଦ ସବୁବେଳେ ଏଠାରେ ପଡ଼ୁ ଆଉ ଏ ଜାଗାଟା ଭଗବାନଙ୍କର ପୀଠସ୍ଥଳୀ ତିଆରି ହଉ। ନିଶ୍ଚୟ ମୁଖ ନିଃସୃତ ରହୁଛି। ଏଗୁଟା ନିରାଟ ସତ୍ୟ ଏବଂ ନେଚୁରାଲି ଏଗୁଟା ମାନେ ଯୋଉଠି ସେବା ସେଇଠି ହିଁ ମା, ଆଉ ଯୋଉଠି ମା ସେଇଠି ହିଁ ସେବା। ତେଣୁକରି ସେବା ଆଉ ମା ଭିତରେ କିଛି ଡିଫରେନ୍ସ ନଥାଏ। ଯୋଉଠି ସେବା ସେଇଠି ମାଙ୍କର ଆଶୀର୍ବାଦ ପଣତକାନି ଥାଏ। ଏଗୁଟା ଚିରନ୍ତନ ସତ୍ୟ ଏବଂ ନିରାଟ ସତ୍ୟ। ନାଇଁ ଦେଖନ୍ତୁ ମାନେ ଭକ୍ତ ଯଦି ଠିକ୍ ଥିବେ ତାହେଲେ ଭଗବାନ ସ୍ୱୟଂ ନିଜେ ଆସନ୍ତି ଦର୍ଶନ କରିବା ପାଇଁ ଭକ୍ତର ଯିବାକୁ ପଡ଼େନି। ତେଣୁକରି ସ୍ୱାର୍ଥବାଦୀ କାମନା ନେଇକି ଯଦି କିଏ ମାଙ୍କ ପାଖକୁ ଯାଆନ୍ତି ସେମାନେ ଭକ୍ତ, କିନ୍ତୁ ପରମ ଭକ୍ତ ହେଉଛନ୍ତି ସେମାନେ ଯେଉଁମାନେ ମା ନିଜେ ପାଛୋଟି ଆସନ୍ତି ତାଙ୍କ ଭକ୍ତ ପାଖକୁ। ଶୁଭ ନାମ ସୁଶାନ୍ତ କୁମାର ନାୟକ। ଆଜ୍ଞା ଦେଖନ୍ତୁ ଦୁନିଆଟା ମାଙ୍କ ନିର୍ଦ୍ଦେଶରେ ଚାଲେ। ଆପଣଙ୍କୁ ଗୋଟିଏ କଥା ଆଜି କହୁଛି, ମହାପୁରୁଷ ଲେଖିଛନ୍ତି ଯେ ତନ୍ତ୍ର ମନ୍ତ୍ର ଯନ୍ତ୍ର ସବୁ ଲୋପ ହବ ଏବଂ ମାଙ୍କର ନିର୍ଦ୍ଦେଶରେ ସବୁ ଚାଲିବ। ଇଏ ହେଉଛି ଏକ ପବିତ୍ର ଜାଗା। ଯେତେବେଳେ ବୃଦ୍ଧ ବାପା ମାକୁ ପାଠୁଆ ପୁଅ ବୋହୂ ମାନେ ବାହାରି କରିଦେଉଛନ୍ତି, କିନ୍ତୁ ଧନ୍ୟବାଦ ଦେବି ଅଜୟ ଭାଇକି, ଏଠି ପ୍ରାୟ ପାଖାପାଖି 20 ଜଣ ବୃଦ୍ଧ ବୃଦ୍ଧା ମା ମାନଙ୍କୁ ଏଠି ଆଶ୍ରୟ ଦେଇଛନ୍ତି। ମା କହୁଥିଲେ ଯେ ମାର କୋଳ, ତେଣୁ ସେ ମା ଆଜି ସେଇ ମାଙ୍କ ନିର୍ଦ୍ଦେଶରେ ମା ବନଦୁର୍ଗା ମା ଏଠିକି ଆସିଛନ୍ତି। ନିଶ୍ଚିନ୍ତ ତାଙ୍କୁ ମଧ୍ୟ ସେ ମୋର ବନ୍ଧୁ, ତାଙ୍କୁ ସାଧୁବାଦ ଦେବି। ଏବଂ ମାଳିକାରେ ମହାପୁରୁଷ ଲେଖିଛନ୍ତି ନାଗାନ୍ତ ବେଦାନ୍ତ ପୁଣି ପରୀକ୍ଷା ହୋଇବ, ଓମକାର ପରୀକ୍ଷା ସିଂହ ସାରଳା କରିବ। ତେଣୁ ଇଏ ବି ଗୋଟେ ଗୋଟେ ପରୀକ୍ଷା। ତେଣୁ ଆଜିର ଏହି ପବିତ୍ର ଜାଗାରେ ବୃଦ୍ଧାଶ୍ରମରେ ଏଇ ରାମକୃଷ୍ଣପୁର ନିକଟବର୍ତ୍ତୀ ସାଲେପୁର ରାମକୃଷ୍ଣପୁର ମଇନାପୁର ଏଠି ଯେଉଁ ବୃଦ୍ଧାଶ୍ରମ ହେଇଛି, ଏଠୁ ଗୋଟିଏ ବାର୍ତ୍ତା ସାରା ବିଶ୍ୱକୁ ଦେବି ଯେ ଆପଣ ପାଠ ପଢ଼ିକି ବଡ଼ ମଣିଷ ହେଇପାରିପାରନ୍ତି, କିନ୍ତୁ ପାଖରେ ଯଦି ଆପଣଙ୍କର ବୃଦ୍ଧ ପିତାମାତା ନାହାନ୍ତି ଆପଣଙ୍କର ସେ ବିଦ୍ୟା ନିରର୍ଥକ। ତେଣୁ ଆଗାମୀ ଦିନରେ ମାଙ୍କର ପରୀକ୍ଷା ହେବ। ସେ ପରୀକ୍ଷା ହେଉଛି ଏଇଭଳି ପରୀକ୍ଷା। ତେଣୁ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆଗାମୀ ଅନନ୍ତ ଯୁଗରେ ବଞ୍ଚିବା ପାଇଁ ଆପଣ ଯୋଗ୍ୟ ବିବେଚିତ ହେବେ। ମାର ପାଦ ଯୋଉଠି ପଡ଼େ ସେ ସ୍ୱର୍ଗପୁରରେ ପରିଣତ ହେଇଯାଏ। ତେଣୁ ଆଜି ମାଙ୍କର ପାଦ ପଡ଼ିଛି, ନିଶ୍ଚିନ୍ତ ଆଗାମୀ ଦିନରେ ଏ ବୃଦ୍ଧାଶ୍ରମ ଆହୁରି ଉନ୍ନତି କରିବ ଏବଂ ଏ ବୃଦ୍ଧାଶ୍ରମ ନିରାଶ୍ରୟ ମାନଙ୍କର ଆଶାର ଆଲୋକ ବର୍ତ୍ତିକା ସାଜିବ। ଶୁଣନ୍ତୁ, ମା ଯାଇଥିଲେ ମହାପୁରୁଷଙ୍କ ପାଖକୁ। ମହାପୁରୁଷ ଗୋଟିଏ କଥା ଲେଖିଛନ୍ତି, ଏକା ଭକତଙ୍କ ପାଇଁ ଦର୍ଶନ ମୁଁ ଦେବି, ସକଳ ଘଟରେ ରହି ଶୂନ୍ୟ ଖେଳୁଥିବି, କଳକି ରାମ ରୂପରେ ହେବି ମୁହିଁ ଜାତ, କଟକ କଟିରେ ମୋର ଅଛନ୍ତି ଭକତ, କଳିରେ କଳଙ୍କି ଅଚ୍ୟୁତ ମୁହିଁ, ଅନନ୍ତ ହୋଇବେ ମୋ ଜ୍ୟେଷ୍ଠ ଭାଇ। ଆଗାମୀ ଦିନରେ ଅଚ୍ୟୁତଙ୍କର ଖେଳ ହବ, ଅନନ୍ତଙ୍କର ଖେଳ ହବ, ଅନନ୍ତ ଶାସନ ହବ, ଅନନ୍ତ ବିଦ୍ୟାର ପରୀକ୍ଷା ହବ ଏବଂ ସେ ବିଦ୍ୟାର ପରୀକ୍ଷା ଯିଏ କରିବେ ସେ ହେଉଛନ୍ତି ମା। ତେଣୁ ପ୍ରଭୁଙ୍କର ନିର୍ଦ୍ଦେଶରେ ମା ଆଜି ମହାପୁରୁଷ ପଦ୍ମବନ ପୀଠକୁ ଆସିଥିଲେ। ନିଶ୍ଚିନ୍ତ ସାଧୁବାଦ ଦେବି ଏବଂ ଆଗାମୀ ଦିନରେ ନିଶ୍ଚିନ୍ତ ଭାବରେ ବିଶ୍ୱରେ ଯେଉଁ ବ୍ୟାପକ ପରିବର୍ତ୍ତନ ହବ ସେଥିରେ ମାଙ୍କର ପ୍ରମୁଖ ଭୂମିକା ରହିବ। ମା ବେଲିକା ପରିଚୟ ସାରା ବିଶ୍ୱରେ ବିଖ୍ୟାତ। ମା ବେଲି ସମସ୍ତେ ଜାଣିଥାନ୍ତି। ମୁଁ ଆସିଛି ପୁରୀ ଜିଲ୍ଲା ନାଗବସ୍ତ ଗ୍ରାମ ମାଳିକା ପୀଠ ମା ବନଦୁର୍ଗା ଶକ୍ତିପୀଠରୁ ଆସିଥିଲି। ମୁଁ ତ ଏମାନଙ୍କର କାର୍ଯ୍ୟ ବହୁତ ସାରା ଦେଖିଛି ବି, ଏମାନଙ୍କ ବିଷୟରେ ବି ବହୁତ ଶୁଣିଛି। ମୋତେ ଉତ୍ସାହ ଲାଗିଲା, ଆନନ୍ଦର ଲାଗିଲା, ଦେଖିବା ଲାଗି ଏଠିକି ଆସିଲି। ଦେଖିଲା ବେଳକୁ ଏଠି କେତେ ଦୁଃଖୀ ରଙ୍ଖି ଗରିବ ଲୋକ ରହିଛନ୍ତି। ଏଠିକାର ସଦସ୍ୟ ଯିଏ ସେମାନଙ୍କର ସମାଜ ସେବା କରୁଛନ୍ତି। ଦେଖୁଛି କେତେ ବୃଦ୍ଧ ଲୋକ ବି ଅଛନ୍ତି, ଯାହାର ଦୁଃଖୀ ଦରିଦ୍ର ଲୋକ ନିଃସହାୟ ବ୍ୟକ୍ତି ଏଠି ଯେତେବେଳେ ତାଙ୍କୁ ଛାଡ଼ି ଦେଉଛନ୍ତି, ଏମାନେ ତାଙ୍କୁ ଆଶ୍ରୟ ଦେଉଛନ୍ତି। ଆଠାରୁ ବଳିକି ନାହିଁ। ମା ଏ ତ କହିବାକୁ ଗଲେ ଗୋଟେ ମାର କୋଳ ରୂପରେ ପରିଚିତ ଏହି ସ୍ଥାନ ହେଇସାରିଛି। ଏଠି ସବୁ କେତେ ବୃଦ୍ଧ ଲୋକ ବି ଏଠି ଆସି ସେବା ପାଉଛନ୍ତି, ଖୁସିରେ ଆନନ୍ଦରେ ବି ମଧ୍ୟ ରହୁଛନ୍ତି।